বগড় মাঝে স্টাইলি গাই বুঝো বুঝো ইয়ার বাজে ইয়া বাজলে ইয়ার বাজে সিয়াড়ে বাজিলে ইয়াড়ে বাজিব না বুঝো না নাই নাই বগড় মাঝে স্টাইলি পেট্রোল হার করতো এটা বগড় মাঝে স্টাইলি হলে কি তগাও তো হয় ଆଜିକାଲି ତ ପୁଅ ମାନେ ବାପା ମାଆକୁ ପଚାରୁନାହାନ୍ତି ମାମା ଉପରେ କହୁଛ ବାପାକୁ ସେବା କଲେ ବଂଶ ହାନି ହୋଇ ମାଆକୁ ସେବା କଲେ ଆଇଷ ହାନି ହୋଇ ବଂଶ ବୁଡ଼ିବ ଆଇଷ ହାନି ହବ କାଳେ ବାପା ମାଆକୁ କିଏ ପୂଜା କରି ବୁଢ଼ାପା ତମର ବୟସ କେତେ? ମୋର ବୟସ 65 6 ହେବାକୁ ଯାଉଛି କେତେ କେତେ ବୟସ? 65 ପୂର୍ଣ୍ଣ 6 ହେବାକୁ ଯାଉଛି ଓହୋ ହୋ ହୋ 4 କୋଡ଼ିକି 15 ହଉନା ହେଲେ ବୁଢ଼ାପା ତମର କାନକୁ ଶୁଭୁଛି? ନାଇଁ ଭାଇ ଶୁଭୁନି ଫେଟେ ଲାଗିଲାଣି ମୁଁ କହିଲେ ଆଗେ କଣ କହିଲେ ଶୁଭି ଅଛି ନା ନହେଲେ ସାଇଡ୍ ରହିଗଲେ ଶୁଭୁନି ଆଉ ଆଖି ହାପୁଣ୍ଡ ଆଳିଆ ଯାଉଛି ସିନା ଆଉ ଦିଶୁନି ଆଉ ଆଣ୍ଠୁ ଗଣ୍ଠି ବସିଲେ ଉଠି ପାରୁନି ଉଠିଲେ ବସି ପାରୁନି ତାହେଲେ ଗୋଟେ କାମ କର କଣ ଆଣ୍ଠୁରେ ଜଡ଼ା ଫକ ଜଣା ପକେଇଲେ କଣ ହବ କାନକୁ ଶୁଭିବ ଯିବ ଭାଇ ଏଇଟା ଧରା କୋଟ ନାହିଁ ଏଇଟା ଧରା କୋଟ ନାହିଁ କଣ ହେଲା? ଏଇଟା ଭୂମୁସର ଏରିଆ ଭୂମୁସରରେ ଆଣ୍ଠୁ ତେଲ ପରେ ପାଦକୁ ପଳେଇବ ଧରା କୋଟରେ ଆଣ୍ଠୁ ତେଲ ପରେ ନିଗିଡ଼ି ନିଗିଡ଼ି ଯାଇ କାଣ୍ଡ ଭିତରେ ବସିବ ସେ ଧରା କୋଟରେ ଯାଇ କହିବ ବୁଢ଼ାପା ଯଦି ଆଣ୍ଠୁ ଗଣ୍ଠି କାଟୁଛି ତାହେଲେ ଗୋଟେ କାମ କର କଣ ଗୋଠଗା ଜାଣିଛ ଶୈଳ ନାହିଁ ମରିଗଲାଣି ମରିଗଲା ବୁଢ଼ାପା ତା ଅର୍ଥ ଆଚ୍ଛା ମୁଁ ଏଠି କଣ ହଳିଆ ଗୀତ ଗାଇବାକୁ ଆସିଛି? ଗାଇ ନାହିଁ ମୁଁ କଣ ହଳିଆ ଗୀତ ଗାଇବାକୁ ଆସିଛି କି? ଏବେ ଗାଉଥିଲ ପ୍ରଶ୍ନ ପଚାରିଲି ଆଚ୍ଛା କାହିଁକି ହଳିଆ ଗୀତ ମାଧ୍ୟମରେ ମୁଁ ପ୍ରଶ୍ନ ପଚାରିଲି ମନତ ପଚାରଇରେ ଚୈତନ ଭାଇ କେଉଁ ସେବା କଲେ କି ଫଳ ପାଇ ମାତା ସେବା କଲେ ଆୟୁଷ ହାନି ହୋଇ ପିତା ସେବା କଲେ ବଂଶ ବୁଡ଼ ଭାଇ ସଭାରେ ପାସ୍ ହେଲା ବାଲ୍ମୀକି ରାମାୟଣ ତମେ ଯୋଉ ପ୍ରଶ୍ନ କଲ ଏଇଟା ବାଲ୍ମୀକି ରାମାୟଣ ଅଛି ନାଇଁ ତ ମୁଁ ଆମ ଘରୁ ପଚାରିଛି ହେଲେ ବିଧାନ ମଣ୍ଡଳୀ ଶୁଣନ୍ତୁ ମନ ଦେଇ ଯାହା ପ୍ରଶ୍ନ କଲେ ମୋର ସାନ ଭାଇ ମୁଁ ତ ରାମାୟଣ ରୁଟିକିଏ ଦେବି ବୁଝାଇ ମାତା ସେବା କଲେ ନାଇଁ ସହାନି ହୋଇ ପିତା ସେବା କଲେ କେମିତି ବଂଶ ବୁଡ଼ଇ ଏଇଟା ଲଙ୍କା କାଣ୍ଡରେ ଭାଇରେ କବି ଲେଖିଅଛି ଯୋଉଦିନ ରାବଣ ବଂଶକୁ ମାରିଲେ ଦାଶରଥୀ ରାବଣର ମା ନିକଷା ପାଖକୁ ରାବଣ ଦେଗଲା ଆଲୋ ମଣିଷ ଗୋଟିକ ଆଜି ମୋର ସରିଗଲା ନିକଷା ବୋଇଲା ଚିତାନ